ସବୁ ସ୍ତରରେ ଆମ ନେତୃତ୍ୱର ବିକାଶ ହେଉଛି। ବହୁ ଲୋକ ଯୋଗ ଆମ ଦଳ ମଧ୍ୟ ଶକ୍ତିଶାଳୀ ହେଉଛି। ବିଶ୍ୱର 1 ନମ୍ବର ରାଜନୀତି ଦଳ ହେଇଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ମୁଖ୍ୟତଃ ଅନୁଭବ ଅଭିଜ୍ଞତା ଆଧାରରେ ଯେଉଁ ନେତାମାନେ ଆସିବେ ତାଙ୍କର ଅଭିଜ୍ଞତାକୁ ନେଇକି ଆମ ଦଳକୁ ଆହୁରି ପରିପୁଷ୍ଟ କରିବା ଏ ହେଉଛି ଆମ ମିଶ୍ରଣ ପର୍ବର ଉଦ୍ଦେଶ୍ୟ। ଭଲ ବାଇଗଣ କିଣନ୍ତୁ, କିନ୍ତୁ ଆମେ ସେ ପକ୍କା ବାଇଗଣକୁ ନେଇକି ମଧ୍ୟ ଆମେ ଆମ ଦଳକୁ ଠିକ୍ ଭାବରେ ଗଢ଼ିବୁ। ଆମ ବିଚାରଧାରା, ଆଦର୍ଶ, ନୀତି, ନେତୃତ୍ୱ ତାପରେ ଆସ୍ଥା ପ୍ରକଟ କରୁଛନ୍ତି ଏବଂ ଦଳରେ ମିଶିବା କାରଣରୁ ଆଜି ଭାରତବର୍ଷରେ 22ଟା ରାଜ୍ୟରେ ଆମେ ସରକାରରେ ଅଛୁ। 17ଟା ରାଜ୍ୟର ମୁଖ୍ୟମନ୍ତ୍ରୀ ଆମର ଅଛନ୍ତି, କେନ୍ଦ୍ରରେ ଆମ ସରକାର ଅଛି। ସବୁ ସ୍ତରରେ ଆମ ନେତୃତ୍ୱର ବିକାଶ ହେଉଛି। ବହୁ ଲୋକ ଯୋଗ ଆମ ଦଳ ମଧ୍ୟ ଶକ୍ତିଶାଳୀ ହେଉଛି। ବିଶ୍ୱର 1 ନମ୍ବର ରାଜନୀତି ଦଳ ହେଇଛି। ତେଣୁ ଲୋକଙ୍କୁ ଯୋଡ଼ିବା, ଲୋକଙ୍କୁ ସାଙ୍ଗରେ ନେବା, ଲୋକଙ୍କୁ ସାଙ୍ଗରେ ନେଇ ତାଙ୍କ ନେତୃତ୍ୱର ବିକାଶ କରାଇବା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ମୁଖ୍ୟତଃ ଅନୁଭବ ଅଭିଜ୍ଞତା ଆଧାରରେ ଯେଉଁ ନେତାମାନେ ଆସିବେ ତାଙ୍କର ଅଭିଜ୍ଞତାକୁ ନେଇକି ଆମ ଦଳକୁ ଆହୁରି ପରିପୁଷ୍ଟ କରିବା ଏ ହେଉଛି ଆମ ମିଶ୍ରଣ ପର୍ବର ଉଦ୍ଦେଶ୍ୟ। ଆମେ ସେ ପକ୍କା ବାଇଗଣକୁ ନେଇକି ଆମେ କୌଣସି ଲୋକ, କୌଣସି ବ୍ୟକ୍ତି, କୌଣସି ଜିନିଷ ଅଦରକାରୀ ହୁଏ ଏଇଟା ଆମ ଶାସ୍ତ୍ରରେ ଲେଖା ହେଇନି। ସମସ୍ତଙ୍କର ଉପଯୋଗ ଅଛି, ସମସ୍ତଙ୍କର ଆବଶ୍ୟକତା ଅଛି। ତାଙ୍କର ସେ ବିଷୟରେ ରିମାର୍କ ସେମାନେ ଦେଇଛନ୍ତି, କାହିଁ ଦେଇଛନ୍ତି ମୁଁ ଜାଣିନି। ତାଙ୍କର ସେ ଭଲ ବାଇଗଣ କିଣନ୍ତୁ, କିନ୍ତୁ ଆମେ ସେ ପକ୍କା ବାଇଗଣକୁ ନେଇକି ମଧ୍ୟ ଆମେ ଆମ ଦଳକୁ ଠିକ୍ ଭାବରେ ଗଢ଼ିବୁ ଏ ବିଶ୍ୱାସ ଆମର ଅଛି।